Good morning, my dear guys. Today we shall discuss about Gautam Buddha, the life and teaching of Gautam Buddha. ଆମେ ଗୌତମ ବୁଦ୍ଧଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା। ଗୌତମ ବୁଦ୍ଧଙ୍କ ବିଷୟରେ ଜାତକ ତଥା ବୁଦ୍ଧ ଚରିତ ଇତ୍ୟାଦି ଗ୍ରନ୍ଥରୁ ଆମମାନେ ଗୌତମ ବୁଦ୍ଧଙ୍କ ବିଷୟରେ ଅନେକ ତଥ୍ୟ ଆମମାନେ ଜୀବନୀ ବିଷୟରେ ଆମମାନେ ଜାଣିପାରିଥାଉ। ଜାତକ ଆଉ ବୁଦ୍ଧ ଚରିତ କଣ କଣ ଜାଣିବା? ଜାତକ ତଥା ବୁଦ୍ଧ ଚରିତ। ଏହା ଦ୍ୱାରା ଆମେ ଗୌତମ ବୁଦ୍ଧଙ୍କ ଜୀବନୀ ବିଷୟରେ ଜାଣିଥାଉ। ଗୌତମ ବୁଦ୍ଧ ହିମାଳୟର ପାଦଦେଶରେ ଥିବା କପିଳବସ୍ତୁ ରାଜ୍ୟର ହିମାଳୟର ପାଦଦେଶରେ ଥିବା କପିଳବସ୍ତୁ ରାଜ୍ୟର ଶାକ୍ୟ ନାମକ କପିଳବସ୍ତୁ ରାଜ୍ୟର ଶାକ୍ୟ ନାମକ ଏକ ରାଜବଂଶରେ ସେ ଖ୍ରୀଷ୍ଟପୂର୍ବ 563ରେ ବୈଶାଖ ପୂର୍ଣ୍ଣିମା ଦିନ ଲୁମ୍ବିନି ବଗିଚାରେ ଜନ୍ମଗ୍ରହଣ କରିଥିଲେ। ତେବେ କପିଳବସ୍ତୁ ରାଜ୍ୟର ଶାକ୍ୟ ନାମକ ଏକ ରାଜବଂଶରେ ଖ୍ରୀଷ୍ଟପୂର୍ବ 563ରେ ବୈଶାଖୀ ପୂର୍ଣ୍ଣିମା ଦିନ ଲୁମ୍ବିନି ବଗିଚାରେ ଜନ୍ମଗ୍ରହଣ କରିଥିଲେ। ଏଇଟା ଆମକୁ ମନେ ରଖିବାକୁ ପଡ଼ିବ। ତାଙ୍କର ପିତାଙ୍କ ନାମ ଥିଲା ଶୁଦ୍ଧୋଦନ। ପିତାଙ୍କ ନାମ କ'ଣ ଥିଲା? ଶୁଦ୍ଧୋଦନ। ଏବଂ ମାତାଙ୍କ ନାମ ଥିଲା ମହାମାୟୀ ବା ମାୟାଦେବୀ। ମହାମାୟାଦେବୀ ବା ମହାମାୟା ତାଙ୍କ ମାତାଙ୍କ ନାମ ଥିଲା। ଆଉ ଗୌତମ ବୁଦ୍ଧଙ୍କର ଜନ୍ମ ଏକ ରହସ୍ୟମୟ ଥିଲା। କିପରି ଭାବରେ? ଗୌତମ ବୁଦ୍ଧଙ୍କ ମାନେ ବୌଦ୍ଧ ଜାତକ ଅନୁସାରେ ଜଣାପଡ଼େ ଯେ ମହାମାୟା ଦିନେ କ'ଣ କରିଥିଲେ, ପୂର୍ଣ୍ଣିମା ରାତ୍ରିରେ ସେ ହସ୍ତିଦନ୍ତ ପଲଙ୍କରେ ସେ କ'ଣ ଶୟନ କରିଥିବା ଅବସ୍ଥାରେ ସେ ଏକ ସ୍ୱପ୍ନ ଦେଖିଥିଲେ। ଆଉ ସେ କ'ଣ ସ୍ୱପ୍ନ ଦେଖିଥିଲେ? ଗୋଟିଏ ସୁନ୍ଦର ଧଳା ହସ୍ତି ସେ ପଲଙ୍କର ଚାରିପଟେ ସେ 3 ଥର ବୁଲିବା ପରେ ତାଙ୍କର ସେ ଶୁଣ୍ଡରେ ଯେଉଁ ଗୋଟିଏ ସୁନ୍ଦର ଧଳା ପଦ୍ମଫୁଲ ଧରିଥିଲା, ସେ କ'ଣ କଲା, 3 ଥର ବୁଲିବା ପରେ ତାହାର ଗର୍ଭରେ ସେ ପ୍ରବେଶ କରିବାର ସେ କ'ଣ କରିଥିଲେ, ସ୍ୱପ୍ନ ଦେଖିଥିଲେ। ଆଉ ସେ ତହିଁଆର ଦିନ ତାଙ୍କର ସ୍ୱାମୀ ଶୁଦ୍ଧୋଦନଙ୍କୁ ସେ ଏହି ସ୍ୱପ୍ନ ଜଣାଇଲେ। ଆଉ ସ୍ୱପ୍ନର ରହସ୍ୟ ବା ଭାବାର୍ଥ ବୁଝିବା ପାଇଁ ଶୁଦ୍ଧୋଦନ କ'ଣ କରିଥିଲେ, ପୃଥିବୀର ମାନେ ବିଭିନ୍ନ ଦେଶରୁ ଯେ ଗଣକମାନଙ୍କୁ ଜ୍ୟୋତିଷମାନଙ୍କୁ ଡାକିକି ସ୍ୱପ୍ନର ଭାବାର୍ଥ ବା ଅର୍ଥ ବୁଝିବା ପାଇଁ ସେ ଡାକିଲେ। ଏବଂ ସେମାନେ ଗଣନା କରିକି କହିଲେ ଯେ ନିହାତି ରାଣୀଙ୍କ ଗର୍ଭରୁ ଜଣେ ପୁତ୍ର ସନ୍ତାନ ଜନ୍ମ ହେବ। ଆଉ ସେ ଯଦି ସଂସାର ପ୍ରତି ସେ ଆସକ୍ତି ହେବ, ସେ ପୃଥିବୀର ପ୍ରସିଦ୍ଧ ସମ୍ରାଟ ହେବ। ଆଉ ଯଦି ସଂସାର ପ୍ରତି ସେ ଯଦି ଅନାସକ୍ତ ହୁଏ, ତେବେ ସେ ବିସ୍ତୃତ ଜଣେ ଧର୍ମ ପ୍ରଚାରକ ହେବ ବୋଲି ସେମାନେ ସ୍ୱପ୍ନର ଭାବାର୍ଥ ତାଙ୍କୁ କହିଲେ। ଆଉ ଜନ୍ମ ପରେ ପୁତ୍ରର ନାମ ରଖାଯାଇଥିଲା ସିଦ୍ଧାର୍ଥ। ପୁତ୍ରର ନାମ କ'ଣ ରଖାଯାଇଥିଲା? ସିଦ୍ଧାର୍ଥ ରଖାଯାଇଥିଲା। କିନ୍ତୁ 7 ଦିନ ପରେ ବିଡ଼ମ୍ବନାର କଥା ଯେ ମାୟାଦେବୀଙ୍କର କ'ଣ ହେଇଥିଲା, ମୃତ୍ୟୁ ହୋଇଯାଇଥିଲା। ଆଉ ତେଣୁ ପୁତ୍ରର ଲାଳନ ପାଳନ ପାଇଁ ତାଙ୍କର ଜାମାତା ବା ଗୌତମୀଙ୍କ ଦାୟିତ୍ୱରେ ଦିଆଗଲା। ତେଣୁ ତାହାଙ୍କ ନାମ ଅନୁସାରେ ପୁତ୍ରର ନାମ ମଧ୍ୟ ଗୌତମ ବୋଲି ଆମେ ପରବର୍ତ୍ତୀ ସମୟରେ ଜାଣିବା। ବର୍ତ୍ତମାନ ଆମେ ଦେଖିବା ଯେ ଗୌତମ ବୁଦ୍ଧଙ୍କର ଯୌବନ ଅବସ୍ଥା ଏବଂ ବିବାହ ବିଷୟରେ ଆମେ ଦେଖିବା। କ'ଣ ଦେଖିବା? ଯୌବନ ଏବଂ ବିବାହ। ହେଲେ ଯେତେବେଳେ ସମୟ ଗଡ଼ି ଚାଲିଥାଏ, ଶୁକ୍ଳ ପକ୍ଷର ଚନ୍ଦ୍ର ପରି ଶିଶୁଟିଏ ବଢ଼ିବାକୁ ଲାଗୁଥାଏ, ଠିକ୍ ସେହି ସମୟରେ ଗୌତମ ବୁଦ୍ଧଙ୍କ ଉପରେ ପିତା ଶୁଦ୍ଧୋଦନଙ୍କର ଭବିଷ୍ୟତବାଣୀ ବା ଜ୍ୟୋତିଷମାନଙ୍କର ଭବିଷ୍ୟତବାଣୀ ସେ ମନେ ପକାଉଥାନ୍ତି। ଆଉ ସେ ଚାହୁଁଥାନ୍ତି ଯେ ପୁତ୍ର ସନ୍ତାନଟି କିଭଳି ଭାବରେ ସଂସାର ପ୍ରତି ସେ ଆସକ୍ତି ହୁଏ ଏବଂ ଭବିଷ୍ୟତରେ ଜଣେ ବିଶ୍ୱ ସମ୍ରାଟ ହୁଏ, ସେଥିପାଇଁ ସେ ସବୁବେଳେ ଚିନ୍ତିତ ଥିଲେ। ଆଉ ସେଥିପାଇଁ ସେ ନାନା ଆୟୋଜନ ମଧ୍ୟ କରିଥିଲେ। ଏହିପରିକି 3ଟି ମନୋରମ ପ୍ରାସାଦ ଖରା ବର୍ଷା ଶୀତରେ କାଳରେ କଟାଇବା ପାଇଁ ମନୋରମ ପ୍ରାସାଦ ମଧ୍ୟ ନିର୍ମାଣ କରିଦେଇଥିଲେ। ଆଉ ପୁଣି ତାଙ୍କୁ ବିଳାସ ବ୍ୟସନ ଜୀବନ ଯାପନର କରିବା ପାଇଁ
ସେ ନୃତ୍ୟ ସଙ୍ଗୀତ ନୃତ୍ୟ ନାଟକ ଇତ୍ୟାଦି ସବୁ ସେ ଆୟୋଜନ କରିଥିଲେ। ଆଉ ଏହିପରିକି ଉଦ୍ୟାନ ମଧ୍ୟରେ ଗୋଟିଏ ମଳିନ ପୁଷ୍ପ ମଧ୍ୟ ରଖାଯାଇନଥିଲା ସାଂସାରିକ ଆସକ୍ତି କରିବା ପାଇଁ। ଶୁଷ୍କ ପତ୍ର ମଧ୍ୟ ଉଦ୍ୟାନରେ ଦେଖା ଯାଇନଥିଲା। ଏଇ ସବୁ ଆୟୋଜନ କରିଥିଲେ। ସେ ଚାହୁଁଥିଲେ କିପରି ଭାବରେ ପୁତ୍ର ସନ୍ତାନଟି ଜଣେ ମାନେ ସଂସାର ପ୍ରତି ଆସକ୍ତି ହେବ ଏବଂ ସେ ବିଶ୍ୱ ବିଶ୍ରୁତ ଗୋଟିଏ ସମ୍ରାଟ ହେବ। କିନ୍ତୁ ମାନେ ଏହିପରି ସମୟ ଆସିଲା ଯେ ବରଂ ଯେତେବେଳେ ସେ ବଢି ଚାଲୁଛନ୍ତି ସେହି ସମୟରେ ଗୌତମ ବୁଦ୍ଧ ମୌନ ଅବସ୍ଥାରେ ବସିବାର ଦେଖାଯାଏ। ସେ ସଂସାର ପ୍ରତି କୌଣସି ଆସକ୍ତି ତାଙ୍କର କ୍ରମେ ହ୍ରାସ ପାଇ ଯିବାର ଦେଖା ଯାଉଥିଲା। ଏହିପରିକି ସୁଧୋଧନ କଣ କରିଥିଲେ, ରାଜ୍ୟର ବିଜ୍ଞ ବ୍ୟକ୍ତି ମାନଙ୍କୁ ଆଣି ଗୌତମ ବୁଦ୍ଧଙ୍କ ଉପରେ ଶିକ୍ଷାର ବ୍ୟବସ୍ଥା କରିଥିଲେ। କିନ୍ତୁ ସେ ସର୍ବଦା କଣ ହେଉଥିଲେ, ସର୍ବଦା ଚିନ୍ତାମଗ୍ନ ଅବସ୍ଥାରେ ଥିବା ପରି ମାନେ ସେ ଜଣା ଯାଉଥିଲେ। ଆଉ ପୁଣି କରନ୍ତି, ଏଥିପାଇଁ ସେ କଣ କଲେ, ହୁଏତ ବୈବାହିକ ଜୀବନ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିପାରେ। ତେଣୁ ସେ କଣ କଲେ, ଅମାତ୍ୟଙ୍କ ପରାମର୍ଶ କଲେ। ସୁଧୋଧନ କଣ କଲେ, ଅମାତ୍ୟଙ୍କ ପରାମର୍ଶ କରି ବିବାହ କରିବା ପାଇଁ ସେ ନିଷ୍ପତ୍ତି ନେଲେ। ଆଉ କଣ କରେ, ସେ ସେହି ଶାକ୍ୟ ବଂଶର ଦଣ୍ଡପାଣି ନାମକ ଏକ ସାମନ୍ତ କନ୍ୟା, ସେ ଯଶୋଧାରା ନାମକ ଏକ ଅପୂର୍ବ ଲାବଣ୍ୟବତୀ କନ୍ୟା, ଅପୂର୍ବ ଲାବଣ୍ୟମୟୀ କନ୍ୟାକୁ ତାଙ୍କୁ ବିବାହ କରାଇଲେ। କାହାକୁ ବିବାହ କରିଲେ, ମାନେ ଗୋଟିଏ ସାମନ୍ତ ଦଣ୍ଡପାଣି ନାମକ ସାମନ୍ତଙ୍କ ଅପୂର୍ବ ଲାବଣ୍ୟମୟୀ କନ୍ୟା ଯଶୋଧାରାଙ୍କୁ ବିବାହ କରାଇଲେ। ତାଙ୍କର ଅନ୍ୟ ନାମ, ଯଶୋଧାରାଙ୍କ ଅନ୍ୟ ନାମ ହେଉଛି ଗୋପା ବା ବିମ୍ବା। ତାଙ୍କର ଅନ୍ୟ ଦୁଇଟି ନାମ ହେଉଛି ଗୋପା ବା ବିମ୍ବା। ଗୋପା ବା ବିମ୍ବା ତାର ଅନ୍ୟ ଦୁଇଟା ନାମ। କିନ୍ତୁ ଏହି ସମୟରେ ଗୌତମ ବୁଦ୍ଧଙ୍କୁ 16 ବର୍ଷ ହୋଇଥାଏ। ଆଉ କିଛି ଦିନ ସେ ଯଶୋଧାରାଙ୍କ ସହିତ ସମୟ ବିତାଇଥିଲେ। କିନ୍ତୁ ତାଙ୍କର ଏହି ରୂପ ମାଧୁର୍ଯ୍ୟ ତାଙ୍କୁ କୌଣସି ପ୍ରକାର ତାଙ୍କ ଜୀବନରେ ଆନ୍ଦୋଳନ କରିପାରି ନଥିଲା। ବରଂ ସଂସାର ପ୍ରତି ଗୌତମ ବୁଦ୍ଧଙ୍କର ବିରାଗ ମନୋଭାବ କ୍ରମେ ବଢି ଚାଲିଥାଏ। ଇତି ଅବସରରେ ଏହି ଅବସ୍ଥାରେ କଣ ହେଇଛି, ଗୌତମ ବୁଦ୍ଧ ପ୍ରାସାଦର ବାହାରେ ଯିବା ପାଇଁ ସେ କଣ କରିଛନ୍ତି, ସୁଯୋଗ ପାଇଛନ୍ତି। ଆଉ ଏହି ସମୟରେ ପୃଥକ ଦିନ, ସେ 3 ଦିନ, ଗୋଟିଏ ଦିନ ସେ ଗୋଟିଏ ଦୃଶ୍ୟ ଦେଖୁଛନ୍ତି। ତାଙ୍କର ସାରଥୀ ଛାନାଙ୍କ ସହିତ ସେ ଉଦ୍ୟାନରେ, ଲୁମ୍ବିନୀ ଉଦ୍ୟାନରେ ଯେତେବେଳେ ଭ୍ରମଣ କରୁଛନ୍ତି, ସେହି ସମୟରେ ସେ ଗୋଟିଏ ଦୃଶ୍ୟ ଦେଖୁଛନ୍ତି। ଗୋଟିଏ ବୃଦ୍ଧ ଲଳିତ ଚର୍ମ, ଗୋଟିଏ ବୃଦ୍ଧ ସେ କଣ କରୁଛନ୍ତି, ଲଳିତ ଚର୍ମ ବିଶିଷ୍ଟ ବୃଦ୍ଧ ସେ ଯିବାର ଦେଖୁଛନ୍ତି। ଆଉ ଏହା ତାଙ୍କ ହୃଦୟରେ ସ୍ପର୍ଶ କରିଛି। ସେ ଏହିପରି ଦୃଶ୍ୟ ଆଉ କେବେ ସେ ଦେଖି ନଥିଲେ। ଜରାଜୀର୍ଣ୍ଣ ଲଳିତ ଚର୍ମ ବିଶିଷ୍ଟ ଗୋଟିଏ ବୃଦ୍ଧ ସେ କଣ କରୁଛନ୍ତି, ସେ ଯିବାର ଦେଖୁଛନ୍ତି। ତାପରେ କଣ, ଆଉ ଗୋଟିଏ ତହିଆର ଦିନ ଆଉ ଗୋଟିଏ ଦୃଶ୍ୟ ସେ ଦେଖୁଛନ୍ତି। ତାହା ହେଉଛି ରାଜଦ୍ୱାର ଫାଟକରେ ଜଣେ ମୁମୂର୍ଷୁ ଅସହାୟ ରୋଗୀ ଭୀଷଣ କଷ୍ଟ ପାଇ ବସିଥିବାର ସେ ଦେଖୁଛନ୍ତି। ଏହିପରିକି ଅବସ୍ଥାରେ ଆଉ ଗୋଟିଏ ସେ ତୃତୀୟ ଦିନ ଆଉ ଗୋଟିଏ ଦୃଶ୍ୟ ଦେଖୁଛନ୍ତି। ଗୋଟିଏ ସଭାଧାର ବହି ନିଆଯାଉଅଛି। ଆତ୍ମୀୟ ମାନଙ୍କ ମଧ୍ୟରେ କ୍ରନ୍ଦନ ଲୋରେ, ବୁକୁ ଫଟା କ୍ରନ୍ଦନ ଚିତ୍କାରରେ ଗୋଟିଏ ସଭାଧାର ନିଆଯାଉଥିବାର ସେ ଦେଖୁଛନ୍ତି। ଆଉ ସେ ସେହି ସମୟରେ ସଂସାରକୁ ଯେତେବେଳେ ଅନଉଛନ୍ତି, ଗୌତମ ବୁଦ୍ଧ ଭାବୁଛନ୍ତି ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ, ଆଉ ଏହି ସଂସାରର ହେଉଛି ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ, ଏହି ସଂସାରର ହେଉଛି ଦୁଃଖ। ବାର୍ଦ୍ଧକ୍ୟ, ରୋଗ, ମୃତ୍ୟୁ, ଏହି ସଂସାରର ହେଉଛି ଦୁଃଖ। ବାର୍ଦ୍ଧକ୍ୟ, ରୋଗ ଓ ମୃତ୍ୟୁ। ଆଉ ଏହି ସମୟରେ ସେ ସଂସାର ପ୍ରତି ଅନାସକ୍ତି, ବୈରାଗ ମନୋଭାବ, ଦୁଃଖପୂର୍ଣ୍ଣ ସଂସାରରେ ରହିବା ପାଇଁ ସେ ଚାହୁଁନାହାନ୍ତି। ସେ କଣ କରୁଛନ୍ତି, ସେ ଏକ ନିଷ୍ପତ୍ତି ନେଉଛନ୍ତି। ଆଉ ଏହି ସମୟରେ ଆଉ ଗୋଟିଏ ଦୃଶ୍ୟ, ଏକ ଚତୁର୍ଥ ଦୃଶ୍ୟ ସେ ଦେଖୁଛନ୍ତି। କଣ ସେ ଚତୁର୍ଥ ଦୃଶ୍ୟ, ତାହା ହେଉଛି ଗୋଟିଏ ସନ୍ନ୍ୟାସୀଙ୍କର ଦୃଶ୍ୟ। ସନ୍ନ୍ୟାସୀ କଣ, ଜଣେ ପ୍ରସନ୍ନ ବୋଧନ ସନ୍ନ୍ୟାସୀ, ଯାହାଙ୍କ ଜୀବନରେ କିଛି ଦୁଃଖ କେବେ ନାହିଁ, ଆନନ୍ଦ ଉଲ୍ଲାସରେ ସେ ଯାଉଥିବାର ଦେଖୁଛନ୍ତି। ଆଉ ସେ ଭାବୁଛନ୍ତି
ଆଉ ସେହି ଦୃଶ୍ୟ ତାଙ୍କୁ ବହୁତ ମନରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ସେହି ଦୃଶ୍ୟ ହିଁ ତାଙ୍କୁ ନିଷ୍ପତ୍ତି ନିଆଯାଇଛି ଯେ ନେଇଯାଇଛି ନିଷ୍ପତ୍ତିରେ ଆଣିଛି ଶେଷ ନିଷ୍ପତ୍ତିରେ ସେ ଦିନେ ଗୋଟିଏ ସନ୍ନ୍ୟାସୀଟିଏ ହେବେ। ଆଉ ଅନ୍ଧକାର ମଧ୍ୟରେ ସତେ ଯେପରି ଗୋଟିଏ ଆଶାର ଆଲୋକ ସେ ପାଇଲେ। ଆଉ ଏହି ସମୟରେ ସେ ପୁତ୍ର ଜନ୍ମର ସମ୍ବାଦ ଶୁଣୁଛନ୍ତି। ଏହି ସମୟରେ କଣ ପୁତ୍ର ଜନ୍ମର ସମ୍ବାଦ ଶୁଣୁଛନ୍ତି। ଆଉ ସେଇ ସମ୍ବାଦ ଶୁଣିବା କ୍ଷଣି ସେ କହୁଛନ୍ତି ଏ ପୁତ୍ର ନୁହେଁ ମୋ ପାଇଁ ଗୋଟିଏ ରାହୁଲ। ରାହୁଲ ମାନେ ବନ୍ଧନ। ରାହୁଲ ମାନେ ବନ୍ଧନ। ତେଣୁ ସେ ପୁତ୍ରର ନାମ କଣ ରଖାଯାଇଥିଲା? ରାହୁଲ ରଖାଯାଇଥିଲା। ତେଣୁ ସେ କଣ କରୁଛନ୍ତି ପୁତ୍ର ଜନ୍ମ ସମ୍ବାଦ ତାଙ୍କୁ ମନରେ ଖୁସି ଭରିବା ଦୂରରେ ଥାଉ ବରଂ ସେ କଣ ହେଇଥିଲେ ଅତ୍ୟନ୍ତ ସେ ଦୁଃଖ ପ୍ରକାଶ କରିଥିଲେ। ଆଉ ତା ପାଇଁ ଏକ ଯନ୍ତ୍ରଣା ବିଜଡ଼ିତ ଲାଗିଥିଲା ସେହି ସମ୍ବାଦ। ଆଉ ସେ କଣ କରୁଛନ୍ତି ସେଇଦିନ ସେ ସ୍ଥିର କରୁଛନ୍ତି ଗୃହ ତ୍ୟାଗ କରିବା ପାଇଁ। ଆଉ ସେ ସୁଯୋଗଟି ମଧ୍ୟ ତାଙ୍କ ନିକଟକୁ ଆସୁଥିଲା। ସତେ ଯେପରି ଗୋଟିଏ ପିଞ୍ଜରାବଦ୍ଧ ଗୋଟିଏ ପକ୍ଷୀ ଆବଦ୍ଧ ହୋଇ ଯେମିତି ଅତସ୍ତତ ବ୍ୟତିବ୍ୟସ୍ତ ହଉଥାଏ କିପରି ଭାବରେ ସେ ପିଞ୍ଜରାରୁ ସେ ମୁକ୍ତ ହେବ, ଏହି ସଂସାରରୁ କିପରି ଭାବରେ ସେ ମୁକ୍ତ ହେବେ ସେଥିପାଇଁ ସେ କଣ ହେଉଛନ୍ତି ବ୍ୟତିବ୍ୟସ୍ତ ହଉଛନ୍ତି। ସତରେ ବାସ୍ତବରେ ଏକ ସୁଯୋଗଟିଏ ମଧ୍ୟ ଆସିଲା। ଆଉ ସେଦିନ ସେ ସ୍ୱପ୍ନରେ ଗୋଟିଏ ଦେଖୁଛନ୍ତି ଯେ ସେଇ ସନ୍ନ୍ୟାସୀ ତାଙ୍କୁ ଆସିକି କହୁଛନ୍ତି ଯେ ବର୍ତ୍ତମାନ ହେଉଛି ତୁମର ପ୍ରକୃଷ୍ଟ ସମୟ। ତୁମେ ସଂସାରକୁ ଆସିଅଛ ମାନବ ଜୀବନ ରକ୍ଷା କରିବା ପାଇଁ। ବର୍ତ୍ତମାନ ତୁମେ ତାହା ପୂରଣ କର। ତୁମେ ସେହି କାର୍ଯ୍ୟ କର। ତୁମେ ଯେଉଁ ସଂସାରକୁ ଆସିଅଛ ମାନବର ଜୀବନକୁ ରକ୍ଷା କରିବା ପାଇଁ ତୁମେ ସେହି କାର୍ଯ୍ୟ ପୂର୍ଣ୍ଣ କର। ଆଉ ସତରେ ଏହି ଯୋଉ ସ୍ୱପ୍ନ ଜୀବନରେ ବହୁତ କିଛି ପରିବର୍ତ୍ତନ ଆଣିଥିଲା। ଗୋଟିଏ ରାଜକୁମାର ସେହି ଶେଷ ରାତ୍ରିରେ କଣ ହେଇଛନ୍ତି ଗୋଟେ ସନ୍ନ୍ୟାସୀରେ ପରିଣତ ହେଇଛନ୍ତି। ଆଉ ଏହିପରି ସମୟରେ କଣ ପୁତ୍ର ଜନ୍ମରେ ଆନନ୍ଦ ଉଲ୍ଲାସ ଭୋଜି ନୃତ୍ୟ ସଙ୍ଗୀତ ଆଦିରେ କପିଳ ବସ୍ତୁ କଣ ହେଉଛି ବିମୁଖରିତ ହେଉଅଛି। ଆଉ ଠିକ ଏହି ସମୟରେ ଏହି ପିଞ୍ଜରାବଦ୍ଧ ପକ୍ଷୀ ବର୍ତ୍ତମାନ କଣ ପିଞ୍ଜରାରୁ କେମିତି ଇତସ୍ତତ ହେଉଛି ସେ କଣ କରୁଛ ସଂସାରର ବାହାରକୁ ଯିବା ପାଇଁ ଚାହୁଁଅଛି। ଆଉ ମଧ୍ୟରାତ୍ରି ସେହି ସମୟରେ ଉପସ୍ଥିତ। ଆଉ ସମସ୍ତେ ନିଦ୍ରାଗତ। ଚନ୍ଦ୍ରର ରୂପଲି କିରଣ କପିଳ ବସ୍ତୁର ଚାରିଆଡେ ପଡ଼ିଅଛି। ସତେ ଯେପରି ଏହି ମହେନ୍ଦ୍ର ମୁହୂର୍ତ୍ତ ଆସିଅଛି। ହଠାତ୍ ସେହି ସମୟରେ ଗୌତମ ବୁଦ୍ଧ ନିଷ୍ପତ୍ତି ନେଉଛନ୍ତି ଯେ ସେ ଗୃହ ତ୍ୟାଗ କରିବେ। ସମ୍ମୁଖରେ ରହିଛି ଅନିଶ୍ଚିତ ଭବିଷ୍ୟତ। ସମ୍ମୁଖରେ ରହିଛି ଅନ୍ଧକାର, ଘୋର ଅନ୍ଧକାର। ଆଉ ସେହି ସମୟରେ ସେ କଣ କରୁଛନ୍ତି ହଠାତ୍ ଶଯ୍ୟା ତ୍ୟାଗ କରୁଛନ୍ତି। ଆଉ ତାଙ୍କର ପୂର୍ବ ନିର୍ଦ୍ଦେଶ କ୍ରମେ ଅପେକ୍ଷା କରିଛନ୍ତି ରାଜଦ୍ୱାର ଫାଟକରେ ସାରଥୀ ଛାନା ଅଶ୍ୱକଣ୍ଟକ ସହିତ ସେ ଅପେକ୍ଷା କରିଛନ୍ତି। ଆଉ ସେହି ସମୟରେ ଗୌତମ ବୁଦ୍ଧ ଶଯ୍ୟା ତ୍ୟାଗ କରି ସେ ଯାଉଛନ୍ତି। ଆଗରେ ରହିଛି ଘୋର ଅନ୍ଧକାର, ଅନିଶ୍ଚିତ ଭବିଷ୍ୟତ, କିନ୍ତୁ ପଛରେ ପଡ଼ି ରହିଛି ପୂଜ୍ୟ ପିତା, ପ୍ରାଣପତିନା ପତ୍ନୀ, ନବଜାତ ସନ୍ତାନ, ବିଭବଶାଳୀ ସାମ୍ରାଜ୍ୟ। ଆଉ ସେ କଣ କରିଛନ୍ତି ସମସ୍ତ କିଛି ତ୍ୟାଗ କରିକି ସେ ଯାଉଛନ୍ତି। ଆଉ ଅଶ୍ୱକଣ୍ଟକ ସହିତ ସାରଥୀ ଛାନାଙ୍କ ସହିତ ସେ ବହୁ ଦୂରକୁ ଚାଲିଗଲେ। ବହୁ ଦୂରକୁ ସେ ଚାଲିଗଲେ। ଆଉ କଣ କରିଛନ୍ତି ତାପରେ ସେ ସାରଥୀ ଛାନାକୁ କଣ କରୁଛନ୍ତି ସେ ବିଦାୟ ଦେଉଛନ୍ତି। ବିଦାୟ ଦେବା ପରେ ସେ କଣ କରୁଛନ୍ତି ସେହି ସମୟରେ ସେ କଣ କରୁଛନ୍ତି ନିଜର ରାଜ ପୋଷାକ ପରିହାର କରିକି ସେ ଭିକାରୀର ପୋଷାକ ସେ ପିନ୍ଧିଛନ୍ତି। ସେହି ରାତ୍ରି ଥିଲା ଏକ ବିଶିଷ୍ଟ ରାତ୍ରି, ଯେଉଁ ରାତ୍ରିରେ ଜଣେ ରାଜକୁମାର ଗୋଟେ ସନ୍ନ୍ୟାସୀ ହେବାକୁ ଯାଉଛନ୍ତି, ଗୋଟେ ଭିକାରୀର ବେଶ ଧାରଣ କରୁଛନ୍ତି। ବର୍ତ୍ତମାନ ଏହା ହେଉଛି ଗୌତମ ବୁଦ୍ଧଙ୍କର ଯୋଉ କାର୍ଯ୍ୟ, ସେ ଯୋଉ ପଦକ୍ଷେପ ନେଲେ ତାହା ଆମେ ଦେଖିଲୁ। ବର୍ତ୍ତମାନ ସେ କିପରି ଭାବରେ ଗୃହ ତ୍ୟାଗ କରିବା ପରେ କେମିତି ସେ ଜ୍ଞାନ ପ୍ରାପ୍ତି ହେଉଛନ୍ତି ତାହା ଆମେ ଦେଖିବା। ବର୍ତ୍ତମାନ ଆମେ କଣ ଦେଖିବା? ଜ୍ଞାନ ପ୍ରାପ୍ତି ବିଷୟରେ ଦେଖିବା। ଗୃହ ତ୍ୟାଗ ପରେ ଗୌତମ ବୁଦ୍ଧ ବିଭିନ୍ନ ସ୍ଥାନ ବୁଲିଲେ ଏବଂ ସେ କଣ ବହୁ ଆନନ୍ଦ ଏବଂ ସୌନ୍ଦର୍ଯ୍ୟ
ଦୃଶ୍ୟ ସବୁ ଦେଖିଛନ୍ତି। ଆଉ ସେ ଦେଖିବା ପରେ ସେ କହୁଛନ୍ତି ଏସବୁ ସତ୍ୟ ନୁହେଁ, ଏ ଦିନେ ନା ଦିନେ ଏଗୁଡ଼ିକ ଧ୍ୱଂସ ହେବ। ତାପରେ ସେ କଣ କରୁଛନ୍ତି, ଗୋଟେ ସଦ୍ଗୁରୁର ଅନ୍ୱେଷଣ କରୁଛନ୍ତି ଶିକ୍ଷା ପାଇଁ। ଆଉ ସେ ମଗଧର ରାଜଧାନୀ ରାଜଗୃହରେ ଯାଇ କିଛି ଦିନ ସେ ବିତାଇ ଅଛନ୍ତି। ଆଉ ବିତାଇବା ପରେ ସେଇଥିରେ ଗୋଟେ ବ୍ରାହ୍ମଣ ପଣ୍ଡିତ ମାନ ଆରାଧା କାଲାମା, ଭଦ୍ରକ ରାମ ପୁତ୍ର ଆରାଧା କାଲାମା ଆଉ ଭଦ୍ରକ ଆରାଧା କାଲାମା ଭଦ୍ରକ ରାମ ପୁତ୍ରଙ୍କ ଭଳି ପଣ୍ଡିତ ମାନଙ୍କର, ବ୍ରାହ୍ମଣ ପଣ୍ଡିତ ମାନଙ୍କ ଠାରୁ ସେ ଶିକ୍ଷା ଗ୍ରହଣ କଲେ, କିନ୍ତୁ ସେମାନେ ତାଙ୍କୁ ଇପ୍ସିତ ଜ୍ଞାନ ଦେଇପାରିଲେ ନାହିଁ। ତାପରେ ସେ କଣ କରିଛନ୍ତି, ସେଠାରେ ମଧ୍ୟ ସେ ଦର୍ଶନ, ଧର୍ମଶାସ୍ତ୍ର, ଯୋଗ ଇତ୍ୟାଦି ସବୁ ସେ କଣ କରିଛନ୍ତି, ଅଧ୍ୟୟନ କରିଛନ୍ତି। ତାପରେ ସେ କଣ କରିଛନ୍ତି, ଯେହେତୁ ସେମାନେ ତାଙ୍କୁ ଇପ୍ସିତ ଜ୍ଞାନ ଦେଇପାରିଲେ ନାହିଁ, ତାପରେ ସେ କଣ କରିଛନ୍ତି, ନିଜର 5 ଜଣ ପ୍ରିୟ ବନ୍ଧୁଙ୍କ ସହିତ ଫାଲ୍ଗୁନୀ ନଦୀର ଥିବା ନିରଞ୍ଜନା ନଦୀ ନିକଟରେ ଉରୁବିଲ ଗ୍ରାମକୁ ସେ କଣ କରିଛନ୍ତି, ଗଲେ। ଏବଂ ସେଠାରେ ସେ ଦୀର୍ଘ 6 ବର୍ଷ ତପସ୍ୟା କରି କଣ କଲେ, ମାନେ ତପସ୍ୟା କଲେ। ଏବଂ ଏହି ସମୟରେ ସେ କୌଣସି ମାନେ ଖାଦ୍ୟ ମଧ୍ୟ ଖାଇଲେ ନାହିଁ। ଖାଦ୍ୟ ଯେତେବେଳେ ସେ ମୁଠାଏ ଚାଉଳର ଖାଦ୍ୟ ତାଙ୍କର ଥିଲା, ଆଉ ତାଙ୍କର ଲବଣ ପିତୁଳ ଶରୀର କଣ ହେଇଗଲା, ଲଳିତ ହେଇଗଲା, କୃଷ୍ଣ ବର୍ଣ୍ଣ ହେଇଗଲା, ଚକ୍ଷୁର ନିଷ୍ପ୍ରଭ ହେଇଗଲା। ଆଉ ସେ ପରେ ଭାବିଲେ ନାଇଁ, ଖାଦ୍ୟ ତ୍ୟାଗ କରି ତପସ୍ୟା କରିବାଟା ସଠିକ ମାର୍ଗ ନୁହେଁ। ପରବର୍ତ୍ତୀ ସମୟରେ ସେ କିଛି କିଛି ଖାଦ୍ୟ ଗ୍ରହଣ କଲେ। ଆଉ ସେ କଣ କଲେ, ସେହି ସମୟରେ ଜଣେ ସୁଜାତା ନାମକ ଜଣେ ହିନ୍ଦୁ ଦେବାଦେବୀ ପୂଜା କରୁଥିବା ଜଣେ ବାଳିକା ତାକୁ ନିତ୍ୟ ଖାଦ୍ୟ ଯୋଗାଉଥିଲେ। ଆଉ ଏହି ସମୟରେ ସେ ଦିନେ କଣ ହେଇଛି, ସେହି ସମୟରେ ତାଙ୍କର 5 ଜଣ ବନ୍ଧୁ, ଯାହାକୁ କି ପରବର୍ତ୍ତୀ ସମୟରେ ପଞ୍ଚ ଜ୍ୟେଷ୍ଠ ବୋଲି କୁହାଯାଏ, ପଞ୍ଚ ଜ୍ୟେଷ୍ଠ କୁହାଯାଏ, ସେମାନେ କଣ କଲେ, ତାଙ୍କୁ ପରିତ୍ୟାଗ କରିକି ଗଲେ। ସେମାନେ ବନାରସ ଗଲେ, କିନ୍ତୁ ତିଳେ ମାତ୍ର ବିଚଳିତ ହେଲେ ନାହିଁ ଗୌତମ ବୁଦ୍ଧ। ଦିନେ କଣ ହେଇଛି, ନିରଞ୍ଜନା ନଦୀକୁ ସେ ସ୍ନାନ ପୂର୍ବକ ସେ ଯାଉଛନ୍ତି। ବିହାରର ଗୟା ନାମକ ସ୍ଥାନରେ ଏକ ପ୍ରକାଣ୍ଡ ଅଶ୍ୱତଥ ବୃକ୍ଷ, ସେଠାରେ ହଠାତ୍ ସେ କଣ କରିଛନ୍ତି, ଧ୍ୟାନମଗ୍ନ ହେଇଛନ୍ତି। ଆଉ ଧ୍ୟାନମଗ୍ନ ହେବା ପରେ ସେ ଏକ ମାନେ ସେ ସେଠାରେ ନିଷ୍ପତ୍ତି କରୁଛନ୍ତି ଯେ ଦୁଃଖର କାରଣ, ମନୁଷ୍ୟର ଦୁଃଖର କାରଣ ସେ ଜାଣିବା ପାଇଁ ସେ କଣ କରୁଛନ୍ତି, ଧ୍ୟାନମଗ୍ନ ହେଉଛନ୍ତି। ଆଉ ମୋକ୍ଷ ଲାଭ ପାଇଁ କାରଣ ଏବଂ ମୋକ୍ଷ ଲାଭ କିପରି ହେବ, ସେଥିପାଇଁ ସେ ଧ୍ୟାନ ମଗ୍ନ ହେଇଛନ୍ତି। ଦୀର୍ଘ 49 ଦିନ, ଦୀର୍ଘ କେତେ 49 ଦିନ ନୂତନ ସତ୍ୟ ଯାହା ସେ ଆବିଷ୍କାର କଲେ, ନୂତନ ସତ୍ୟ ଯାହା ସେ ଜ୍ଞାତ ହେଲେ, ତାକୁ କଣ କୁହାଗଲା, ବୌଦ୍ଧ ଧର୍ମ ବୋଲି ପରବର୍ତ୍ତୀ ସମୟରେ ତାହା ଖ୍ୟାତ ହେଲା। ଆଉ ସେଇ ତପସ୍ୟାର କ୍ଷେତ୍ର ଉରୁବିଲ ବୃଦ୍ଧ ଗୟା ବୋଲି ନାମିତ ହେଲା। ଆଉ ସେଇ ଅଶ୍ୱତଥ ବୃକ୍ଷ ବୁଦ୍ଧି ଧ୍ରୁମ ବା ଜ୍ଞାନର ବୃକ୍ଷ ନାମରେ ନାମିତ ହେଲା। ବୁଦ୍ଧଙ୍କ ଜୀବନର ଏହି ଘଟଣାକୁ ଆମେ କଣ କହିଥାଉ, ଦିବ୍ୟ ଜ୍ଞାନ ଲାଭ ବୋଲି କହିଥାଉ। ଏହି ଘଟଣାକୁ କଣ କହିଥାଉ, ଦିବ୍ୟ ଜ୍ଞାନ ଲାଭ ବୋଲି କହିଥାଉ। ଆଉ ବୋଧି ଧ୍ରୁମ ବା ଜ୍ଞାନ ବୃକ୍ଷ ବୋଲି ତାକୁ କୁହାଗଲା। ଆଉ ପୁଣି କଣ, ଯେ ତପସ୍ୟାର କ୍ଷେତ୍ର ଉରୁବିଲକୁ କଣ କୁହାଗଲା, ବୁଦ୍ଧ ଗୟା ବୋଲି କୁହାଗଲା। ଆଉ ସେ ଯେଉଁ ସତ୍ୟର ସନ୍ଧାନ କରିଥିଲେ, ନୂତନ ସତ୍ୟ, ତାକୁ କଣ କୁହାଗଲା, ପରବର୍ତ୍ତୀ ସମୟରେ ତାହା ହେଲା ବୌଦ୍ଧ ଧର୍ମ ବୋଲି ଆମମାନଙ୍କର ଜ୍ଞାତ ହେଲା। ତେଣୁ ପିଲାମାନେ ଆମେ ଏସବୁ ମନେ ରଖିବାକୁ ପଡିବ, ଏସବୁ ମନେ ରଖିବାକୁ ପଡିବ। କଣ, ସେ ତାଙ୍କର ଯୋଉ ଭଦ୍ରକ ରାମପୁତ୍ର ଆରାଧା କାଲାମା, ଏମାନେ ବ୍ରାହ୍ମଣ ପଣ୍ଡିତ ମାନେ ଏମାନେ ଶିକ୍ଷା ଦେଇଥିଲେ। ତାପରେ ଗୌତମ ବୁଦ୍ଧ କଣ କରିଛନ୍ତି, ଧର୍ମ ପ୍ରଚାର ପାଇଁ ସେ ବାହାରୁଛନ୍ତି। ଗୌତମ ବୁଦ୍ଧଙ୍କର ଧର୍ମ ପ୍ରଚାର କ୍ୱେଶ୍ଚିନ୍ ଆସିବ ଯେ ପ୍ରଥମେ ସେ କଣ କରିଥିଲେ, ସାରନାଥ ଠାରେ ସେ ଧର୍ମ ପ୍ରଚାର କରିଥିଲେ। ବାରାଣାସୀର ସାରନାଥ ଠାରେ ଜ୍ଞାନ ପ୍ରାପ୍ତି ପରେ ପ୍ରଥମ ଧର୍ମ ପ୍ରଚାର କରିଥିଲେ। ସେହି ସମୟରେ ତାଙ୍କର ପ୍ରଥମ 5 ଜଣ ବନ୍ଧୁ ତାଙ୍କ ସହିତ ଆସି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଆଉ ଯୋଉ ତ୍ୟାଗ କରି ଯୋଉମାନେ ଯାଇଥିଲେ, ବାରାଣାସୀ ଯାଇଥିଲେ, ସେମାନେ ତାଙ୍କ ସହିତ ଆସିକି ମିଶିଲେ ଏବଂ କଣ ହେଇଛନ୍ତି, ସେମାନେ ଶିଷ୍ୟତ୍ୱ ଗ୍ରହଣ କଲେ। ତାଙ୍କୁ ପଞ୍ଚଜ୍ୟେଷ୍ଠ ମଧ୍ୟ କୁହାଯାଏ। ଏହିପରି ଭାବରେ ଶିଷ୍ୟତ୍ୱ ଗ୍ରହଣ କରିବା ପରେ ପ୍ରଥମ ଧର୍ମ ପ୍ରଚାରକୁ ସେ ଆରମ୍ଭ କରିଥିଲେ, ଯାହାକୁ କି ଧର୍ମଚକ୍ର ପ୍ରବର୍ତ୍ତନ ବୋଲି କୁହାଯାଏ। ଧର୍ମଚକ୍ର
प्रवर्तन धर्मचक्र प्रवर्तन मान कौन प्रथम धर्म प्रचार से नीति चक्र परिवर्तन जहाँ को कहुए चाहू चाहू तांकर एही बाणी नूतन धर्मर बाणी सुदूर प्रसार हो गला आउ दीर्घ 35 वर्ष से निज शिष्य मान सहित द्वारा द्वारा बुली भिक्षा मागी हलदिया वस्त्र पिंधि से कौन कले निजर धर्म बाणी से प्रचार कले सबू माने समस्ते जाति धर्म वर्ण निर्विशेष एहीपरिक नारी माने सन्यासिनी होई तांकर धर्म बाणी से माने ग्रहण कले एवं से माने सन्यासी सन्यासिनी हेले आ से मौखिक भाव से कौन करुथिले धर्म प्रचार करुथिले जाति प्रथा को से कौन करुथिले घृणा करुथिले अस्वीकार करुथिले परवर्ती समय से कौन करुछंती मगधर राजा बिंबिसार पाखक जाउछंती राजधानी सेठी जाइकी तांको कौन करुछंती तांको शिष्यत्व ग्रहण करुछंती राजा बिंबिसार एवं तांकर पुत्र अजात शत्रु मध्य से कौन करुछंती बौद्ध धर्म ग्रहण करुछंती एवं तांकर शिष्यत्व ग्रहण करुछंती आ कोशल राजा प्रसेनजित रानी मल्लिका कोशल राजा किए प्रसेनजित रानी मल्लिका दुई भगिनी सोम और शकुला एमाने सब कौन होइछंती तांकर शिष्यत्व ग्रहण करिछंती एहीपरि कि प्रसिद्ध बणिक अनाथ पिंडिका प्रसिद्ध बणिक कोशलर प्रसिद्ध बणिक अनाथ पिंडिका प्रसिद्ध बणिक अनाथ पिंडिक मध्य कौन शिष्यत्व ग्रहण करथिले आ स्वयं बुद्ध गौतम बुद्ध गौड़ नंदन को से कौन करथिले उत्सव पालन करी गुरे उत्सव करी ताको कौन करथिले स्वागत करथिले तांकर शिष्यत्व ग्रहण करिया पई बा बौद्ध धर्म रे दीक्षित हेबा पई गौड़ नंदन को आउ एही परि कि से भंडारी उपाली एवं अभिनेता तोलोपोतलो भंडारी उपाली अभिनेता तो पोतलो मध्य एमाने बुद्धंकर शिष्यत्व ग्रहण करथिले ओके एपरि भाबरे गौतम बुद्ध से जहाँ से जीवन रे से लिखि जाइछंती ताहा अभिलेखागारी कहले सेही गार केबे लिभिबो नाही परवर्ती समय से कपिलवस्तु से जाइछंती आ कपिलवस्तु यात्रा करी सेठारे निजर पिता शुद्धोधन एवं राहुल तांकर पुत्र मध्य तांकर कोन शिष्यत्व ग्रहण करिछंती एवं शिष्य मानक मध्यरु आमे जदि गौतम बुद्धंकर देखिबा संजय आनंद उपाली सुदाता एमाने होउछंती तांकर शिष्य माने से जे एमानक नाम उल्लेख योग्य एही परिवर्ष एही परि से 45 वर्ष से धर्म प्रचार करी 80 वर्ष बयस रे ख्रीष्टपूर्व 483 रे से कोन करिसंती मृत्युवरण करिसंती 80 वर्ष बयस रे ख्रीष्टपूर्व 483 रे से कोन करिसंती मृत्युवरण करिसंती सुना जाए कहा जाए जे वर्तमान रो गोरखपुर निकटर थिबा कुशीनगर बा कुशीनगर ठारे से कोन करथिले शेष निश्वास त्याग करथिले आ मरिबा समय से कोन करछन मृत्यु समय से दुईटी शाल गछ मझिरे रही उत्तर को मुंड करी कि से कोन शीत काल रे से कोन करछन्ते मृत्युवरण करथिले आउ एहा आश्चर्य कथा जे सेही शीत काल हेले मध्य सेही छाल गछ दुईटी अकाल पुष्प रे प्रस्फुटित होई मरकळीवर को कोन करथिला आच्छादन करथिला उत्तर प्रदेश रो माने गोरखपुर जिला रो कुशीनगर ठारे से 80 वर्ष बयस रे 483
ଖ୍ରୀଷ୍ଟପୂର୍ବ 483 ମୃତ୍ୟୁବରଣ କରିଥିଲେ। ଏହା ହେଉଛି ଗୌତମ ବୁଦ୍ଧଙ୍କର ଜୀବନୀ ପିଲେ। ଆଉ ନେକ୍ସଟ କ୍ଲାସରେ ଆମେ କ'ଣ କରିବା, ତାଙ୍କର ବାଣୀ ଉପରେ ଆମେ ଆଲୋଚନା କରିବା। ମୋର ଏ ଶେଷ ସମୟରେ ମୁଁ କହିବାକୁ ଚାହେଁ ଯେ ଚ୍ୟାନେଲଟାକୁ ଭଲରେ ଦେଖିବ, ସବସ୍କ୍ରାଇବ କରିବ ଏବଂ କମେଣ୍ଟ ମଧ୍ୟ କରିବ। ଥ୍ୟାଙ୍କ ୟୁ ଭେରି ମଚ୍।